ବିଚ୍ଛେଦ ବସନ୍ତ ଗାଥା ଲେଖକ ହେଉଛନ୍ତି ମଧୁସୂଦନ ରାଓ। ତ +3 ଓଡ଼ିଆ ଅନର୍ସ ପିଲାଙ୍କ ପାଇଁ ଫର୍ଥ ସେମିଷ୍ଟର ଓଡ଼ିଆ ଅନର୍ସ ପିଲାଙ୍କ ପାଇଁ ଦେଖନ୍ତୁ ବହୁତ ଇମ୍ପୋର୍ଟାଣ୍ଟ ସିଲେକ୍ସନ୍ କୋଶ୍ଚିନ୍ଟେ ପଡ଼ିବା ଯେଉଁଟାକି ଆପଣଙ୍କର ବିଚ୍ଛେଦ ବସନ୍ତ ଗାଥା। ତ ଏହାର ନାମ କ'ଣ ଲେଖିବାର ଉଦ୍ଦେଶ୍ୟ ହେଉଛି ଯେଉଁଟା କବି ଲେଖିଛନ୍ତି ଏଠାରେ ସ୍ଥାନିତ କବିତା ଗୁଡ଼ିକ ମଧ୍ୟରୁ ଅଧିକାଂଶ କ'ଣ ବସନ୍ତ କାଳରେ ରଚିତ ହୋଇଥିବାରୁ ଏହାକୁ ଆମେ ବିଚ୍ଛେଦ ବସନ୍ତ ଗାଥା ବୋଲି ଏପରି ନାମକରଣ କରାଯାଇଛି ହେଲା। ଲେଖିଛନ୍ତି କିଏ ମଧୁସୂଦନ ରାଓ। ତ ଏହା ଦେଖନ୍ତୁ ଲଙ୍ଗ କୋଶ୍ଚିନ୍ଟେ ଆସେ ଆପଣଙ୍କର ବହୁତ ଇମ୍ପୋର୍ଟାଣ୍ଟ। ତ ବିଚ୍ଛେଦ ମାନେ କ'ଣ? ବିଚ୍ଛେଦ ମାନେ ଏଠାରେ ପ୍ରଥମେ ଏହି କବି ଲେଖିଛନ୍ତି ହଜି ନାହିଁ ଯାହାର କେବେ କ'ଣ କିଛି ହିଁ ରତନେ କୁହାଯାଇଛି ହଜି ନାହିଁ ଯାହାର କେବେ ବା କେବେ କିଛି ହିଁ ରତନ ଏ ମର୍ତ୍ତ୍ୟ ସଂସାରେ ସେହି ଦିନ ଅକିଞ୍ଚନ। ମାନେ ଜୀବନରେ ଯଦି କଷ୍ଟ ଅଛି ତାହେଲେ ଦୁଃଖ ମଧ୍ୟ ଅଛି, ବୁଝିପାରିଲେ। ଯାହାକୁ ଯଦି ଜୀବନରେ ତ ପଢ଼ିବା ଦେଖନ୍ତୁ ପ୍ରଥମେ ତାଙ୍କର ମଧୁସୂଦନ ରାଓଙ୍କର ତାଙ୍କର ଜନ୍ମ କେବେ ହୋଇଥିଲା ଡିଟେଲ୍ସ ପଢ଼ିବା, ତା ସହିତ ଆମେ ଯିବା କୋଶ୍ଚିନ୍ ଆସିବ ଆପଣଙ୍କର କ'ଣ ଏକ ଚତୁର୍ଦ୍ଦଶ ପଦୀ କବିତା ଭାବରେ ବିଚ୍ଛେଦର ମୂଲ୍ୟାଙ୍କନ କର ଆସିବ। ଲଙ୍ଗ କୋଶ୍ଚିନ୍ ଆସିଲେ ଲେଖିବେ। ତ ଲେଖିବେ ଆଧୁନିକ ଓଡ଼ିଆ କବିତା। ଦେଖ ମଧୁସୂଦନ ରାୟ କେବେ ଜନ୍ମଗ୍ରହଣ କରିଥିଲେ ମୁଁ ଆପଣଙ୍କୁ ଯାହା ବି ସର୍ଟ ପଏଣ୍ଟ ଲେଖିକି ମାନେ କହିଦେବି ସେଇଟା ଲେଖିବେ। ତ ଭକ୍ତ କବି ମଧୁସୂଦନ ରାଓ 1853 ମସିହା ଜାନୁଆରୀ 29 ତାରିଖ ପବିତ୍ର ପଞ୍ଚମୀ ତିଥିରେ ଶ୍ରୀ ଭାଗୀରଥୀ ରାଓଙ୍କ ଔରସରେ ସେ ଅମ୍ବିକା ଦେବୀଙ୍କ ଗର୍ଭରୁ ପବିତ୍ର ପୁରୀଧାମ ନିକଟସ୍ଥ କ'ଣ ପଥୁରିଆ ସାହିରେ ଜନ୍ମଗ୍ରହଣ କରିଥିଲେ ହେଲା। ଏତିକି ଲେଖିବେ। ଦେନ୍ ଦେଖନ୍ତୁ ତାଙ୍କର କବି ସୃଷ୍ଟି ବା ରଚନା ବୋଲି କ'ଣ ସବୁ ସେ ରଚନା କରୁଛନ୍ତି ଟିକେ ଲେଖିଦେବେ। ତ ତାଙ୍କର କବିଙ୍କ ସୃଷ୍ଟି ସମ୍ଭାର ହେଉଛି ଶିଶୁ ଗୀତ ଏବଂ ଛାନ୍ଦମାଳା, ତା ସହିତ ବାଲ ରାମାୟଣ କବିତା ବୋଲି ବିବିଧ କବିତା, କୁସୁମାଞ୍ଜଳି, ବସନ୍ତ ଗାଥା, ଉତ୍କଳ ଗାଥା, ଆପଣଙ୍କର କ'ଣ ହିମାଚଳ ଉଦୟ ଉତ୍ସବ ଏବଂ ଶକ ଶ୍ଲୋକ, ମହର୍ଷି ଦେବେନ୍ଦ୍ରନାଥ ଠାକୁର, ବାମଣ୍ଡା ରାଜପ୍ରଶସ୍ତି, ଏଭଳିଆ ଦେଖନ୍ତୁ ବହୁତ ଗୁଡ଼ିଏ ସେ ଲେଖିଛନ୍ତି। ଆପଣମାନେ ଲେଖିବେ ବର୍ଣ୍ଣବୋଧ ମଧ୍ୟ ସେ ଲେଖିଛନ୍ତି ହେଲା, ଦେଖିଦେବେ ଶିଶୁବୋଧ ମଧୁସୂଦନ ବହୁତ ଗୁଡ଼ିଏ ରଚନା ସେ ଲେଖିଛନ୍ତି। ମିନିମମ୍ ଆପଣମାନେ ମନେ ରଖିବେ 4-5ଟି କୋଶ୍ଚିନ୍ ଆସେ। ଦେନ୍ ଯିବା ଆମେ ତା'ର ଭିତର ଆଡ଼କୁ ଟପିକ୍ ଭିତର ଆଡ଼କୁ ଯିବା ହେଲା। ତ ଏଭଳିଆ ଲେଖିଛନ୍ତି ଆପଣମାନେ ଟିକେ ଦେଖିଦେବେ ବହୁତ ଗୁଡ଼ିଏ ସେ ରଚନା କରିଛନ୍ତି। ତ ଦେଖନ୍ତୁ ବିଚ୍ଛେଦ ଗାଥା କବିତାଟି ଏହା ଏକ ସନେଟ୍ ଚତୁର୍ଦ୍ଦଶ ପଦୀ କବିତା ସଂକଳନ ହେଲା। ଏହା ଏକ ସନେଟ୍ ଚତୁର୍ଦ୍ଦଶ ପଦୀ କବିତା ସଂକଳନ ମାନେ ସନେଟ୍ ମାନେ ଚତୁର୍ଦ୍ଦଶ ପଦୀ। ଦେଖ ଏଠାରେ କୁହାଯାଇଛି ବହୁ ସମୟରେ କବି ଦେଖ ବସନ୍ତ ଗାଥା କବିଙ୍କର ଚତୁର୍ଦ୍ଦଶ ପଦୀ କବିତାର ସମାହାର କବି ମଧୁସୂଦନ ଏହାର ଭୂମିକା ପ୍ରସଙ୍ଗ ଲେଖିଛନ୍ତି ହେଲା। ତ ଏଇଟା ମାନେ ଜଷ୍ଟ କ'ଣ ତାଙ୍କର ମାନେ କ'ଣ ସବୁ ଇଣ୍ଟ୍ରୋଡକ୍ସନ୍, ମୁଁ ତା'ର ଟପିକ୍ ଆଡ଼କୁ ଡାଇରେକ୍ଟ ଆମକୁ ପଢ଼େଇବି। ତ ତଳକୁ ଟିକେ ଯିବେ। ହଁ ଦେଖ ଏଇ କବିତା ଆଉ ଗୋଟେ ମନେ ରଖିବେ, ଏଇ କବିତାର ଲେଖିବାର ଉଦ୍ଦେଶ୍ୟ କ'ଣ? ଏହା କବିଙ୍କର ଜଣେ ବନ୍ଧୁଙ୍କର ହେଲା, ମାନେ ତାଙ୍କର ମିତ୍ର ଜଣଙ୍କ ପତ୍ନୀଙ୍କ ବିୟୋଗ ଶୋକକୁ ଲକ୍ଷ୍ୟ କରି ଲେଖିଛନ୍ତି କିଏ? କବି ମଧୁସୂଦନ ରାୟ। ଏଇ କବିତା ବିଚ୍ଛେଦ ମାନେ କ'ଣ? ବିଚ୍ଛେଦ ମାନେ ମାନେ ଛାଡ଼ିକି ମାନେ ଗୋଟେ କ'ଣ ଦୁଃଖଦ ଏଇଭଳିଆ କୁହାଯାଇଛି, ଯେଉଁଟାକି ତାଙ୍କ କବିଙ୍କର ମାନେ ଏହା କବିଙ୍କର ଜଣେ ବନ୍ଧୁଙ୍କର ପତ୍ନୀ ବିୟୋଗ ଶୋକକୁ ଲକ୍ଷ୍ୟ କରି ଏଇ କବିତାଟି ଲେଖିଛନ୍ତି କିଏ? ମଧୁସୂଦନ ରାଓ। ବୁଝିପାରିଲେ? ଦେଖ এইটি আমি পড়িবা। ଚାଲନ୍ତୁ ଆମେ ଏଇଠି ଆମେ ଷ୍ଟାର୍ଟ କରିବା। ଦେଖ ତ ଏହା ସବୁ ଲେଖା ହେଇଛି, ଏହା ମଧ୍ୟରେ କିଛି ନା ଆମେ ପଢ଼ିଦେଲେ ଜାଣିପାରିବେ। ତ କବି ମଧୁସୂଦନ ରାୟ ହେଉଛନ୍ତି ଆଧୁନିକ ଯୁଗର ପ୍ରତିଭାଯୋଷା କବି ହେଲା। ଏତିକି ଆପଣ ଇଣ୍ଟ୍ରୋଡକ୍ସନ୍ ଦେବେ, ଦେନ୍ ଆପଣମାନେ ଟପିକ୍ ଆଡ଼କୁ ଯିବେ। ଏଥିରୁ ଟପିକ୍ ଆଡ଼କୁ ଯିବେ। ତ ମୁଖ୍ୟତଃ ଆଧୁନିକ କାବ୍ୟ ବୈଶିଷ୍ଟ୍ୟ ଗ୍ରହଣ ପୂର୍ବକ ସ୍ୱକୀୟ କବିତା ଗୁଡ଼ିକ ରଚନା କରିଛନ୍ତି। ତେଣୁ ତାଙ୍କ କାବ୍ୟ କବିତାରେ ପରମ୍ପରାଠାରୁ ନୂତନ ପରିଲକ୍ଷିତ ହୋଇଥାଏ। ସେ ମଧ୍ୟ ମଣିଷର ବିଚ୍ଛେଦ ସମ୍ପର୍କରେ ସ୍ୱକୀୟ ଚିନ୍ତାଧାରାକୁ ପରିବେଷଣ କରିଛନ୍ତି। ବସ୍ତୁତଃ କବି ମଧୁସୂଦନ ଥିଲେ ଆଧ୍ୟାତ୍ମିକ ଭାବ ସମ୍ପନ୍ନ କବି। ସେ ବିଭିନ୍ନ ଦାର୍ଶନିକ ତଥା ଆଧ୍ୟାତ୍ମିକ ଚିନ୍ତାଧାରାକୁ ଉପଜୀବ୍ୟ କବି ସ୍ୱକୀୟ କବିତା ଗୁଡ଼ିକ ରଚନା କରିଛନ୍ତି। ତେଣୁ ପ୍ରତ୍ୟେକ ମାନବିକ ଅନୁଭବ ସମ୍ପର୍କରେ ତାଙ୍କର ସ୍ୱତନ୍ତ୍ର ମୌଳିକତା ଓ ପରିଦୃଷ୍ଟ ହୋଇଥାଏ। ତ ତାଙ୍କର ବସନ୍ତ ଗାଥା କବିତା ଗୁଚ୍ଛରେ
ସଂକଳିତ ହୋଇଥିବା ସଂସ୍କୃତ ବିଚ୍ଛେଦ କବିତାରେ ତାଙ୍କର ମହାର୍ଷ ଅନୁଭବ ଦେଖାଯାଇଥାଏ। କବିତାରେ ଧାରାକୁ ଏଠାରେ ବିଶ୍ଳେଷଣ କରାଯାଇଛି। ମାନେ କବି ଜଣେ ମଧ୍ୟ ଲେଖିଛନ୍ତି ଯେଉଁଟାକି ତାଙ୍କର ବହୁତ ଗୁଡ଼ାଏ ବିଚ୍ଛେଦ ଗାଥା ଗୋଟିଏ କହିପାରିବେ ବସନ୍ତ ଗାଥା କବି ଗୁଚ୍ଛରେ ଲେଖିଛନ୍ତି। ସଂକଳିତ ବିଚ୍ଛେଦର କବିତାରେ ତାର କ'ଣ ମହାର୍ଷ ଅନୁଭବ ଦେଖାଯାଇଥାଏ। କବିତାର ଭାବଧାରାକୁ ଏଠାରେ ବିଶ୍ଳେଷଣ କରାଯାଇଛି। ତ କବିଙ୍କର ଚିନ୍ତାଧାରା ଅନୁଯାୟୀ ଏହି ସଂସାରରେ ପ୍ରାପ୍ତ ଓ ହଜାଇବା ହେଉଛି ମଣିଷର ଜୀବନର ନିତ୍ୟ ଏବଂ ନୈତିକ ବିଷୟ। ମାନେ ଦେଖ ମଣିଷ ଜୀବନରେ କ'ଣ ଅଛି ପ୍ରାପ୍ତ ଅଛି ତା ସହିତ ହଜାଇବା ଅଛି। ମାନେ ମଣିଷ ଦିନେ ଖୁସି ହୁଏ ଦିନେ ତାଙ୍କୁ କଷ୍ଟ ମଧ୍ୟ ଆସେ ଦୁଃଖ ମଧ୍ୟ ଆସେ ଦିନେ ତାଙ୍କୁ ସୁଖ ମଧ୍ୟ ଆସେ ବୁଝିପାରିଲେ ସବୁଦିନ ସମାନ ନୁହେଁ। ତ ମଣିଷ ସଂସାରରେ କିଛି ପାଇଥାଏ ଓ ହଜାଇଥାଏ। ଯେତେବେଳେ ସେ ସଂସାରରୁ କିଛି ଦ୍ରବ୍ୟ ପାଇଥାଏ ସେତେବେଳେ ସେ କ'ଣ ଆନନ୍ଦର ଅଧିକ ହୋଇଥାଏ ଏବଂ ଯେଉଁ ଦ୍ରବ୍ୟ ଅଧିକ ମୂଲ୍ୟବାନ ତାକୁ ପାଇଲେ ସେ ଅଧିକ ଆନନ୍ଦିତ ହୋଇଥାଏ। ତ ପାଇଥିବା ସେଇ ଉପାଦାନକୁ ନେଇ ସେ ସ୍ୱପ୍ନରେ ବିଭୋର ହୋଇଥାଏ। ଏହି ସେ ବସ୍ତୁର ସେ କିଭଳି ବିନିଯୋଗ କରିବ ଏବଂ ସଂସାରରେ ଜଣେ ଶ୍ରେଷ୍ଠ ଦେଖ ସଂସାରର ଜଣେ ଶ୍ରେଷ୍ଠ ଧନୀ ବ୍ୟକ୍ତିରେ ପରିଣତ ହୋଇଯିବ ସେଥିପାଇଁ ସେ ଯୋଜନା କରିଥାଏ ଏବଂ ନିଜକୁ ସଂସାର ପରମ ସୌଭାଗ୍ୟ ବ୍ୟକ୍ତି ରୂପରେ ପରିଗଣନା କରିଥାଏ। ମାନେ ଦେଖ ମଣିଷ ଯଦି ଗୋଟେ ଜିନିଷ ସେ ପାଉଛି ମାନେ ତାଙ୍କୁ ଯଦି ଗୋଟେ ବଡ଼ ଜିନିଷ ସେ ପାଉଛି ତାହେଲେ ସେ ଅଧିକ ଖୁସି ହୋଇଯାଏ। କିନ୍ତୁ ସେ ଜିନିଷଟାକୁ ସେ ହଜାଇ ଦେଇଥାଏ ହେଲା ସେ ଜିନିଷକୁ ସେ ହଜାଇ ଦେଇଥାଏ କିମ୍ବା କିଛି ସେ ପାଇନଥାଏ ତାହେଲେ ସେ ଦୁଃଖ ଅନୁଭବ କରିଥାଏ। ସେ ଭଳିଆ ଏଠାରେ କୁହାଯାଇଛି। ତ ପ୍ରକୃତିରେ ମୂଲ୍ୟବାନ ଦ୍ରବ୍ୟ ପାଇବାର ସ୍ୱୟଂ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ। ମାତା ଲକ୍ଷ୍ମୀ ଯେତେବେଳେ ସହାୟତା କରନ୍ତି ସେତେବେଳେ ମଣିଷର ସେହିଭଳି ଅଯଚିତ ଧନ ବା ଦ୍ରବ୍ୟ ପାଇଥାଏ ଏବଂ ଆନନ୍ଦର ଉତ୍ତରାତାଳରେ ହେଲା ଉତ୍ତାଳତାରେ ବିଭୋର ହୋଇଥାଏ। ଏ ସଂସାରରେ ଅନେକ ବ୍ୟକ୍ତି ସେହିଭଳି ପାଇଥିବା ଉପାଦାନକୁ ନେଇ ସଂସାରରେ ଅଶେଷ ଐଶ୍ୱର୍ଯ୍ୟ ଭୋଗ କରିଥାନ୍ତି। ତ ସଂସାରକୁ ଉପଭୋଗ ମଧ୍ୟ କରିଥାନ୍ତି। ତ ପରବର୍ତ୍ତୀ କୁହାଯାଇଛି ମଣିଷ ଜୀବନ ଅନ୍ୟତମ ଅନୁଭବ ହେଉଛି ହଜାଇବା ହେଲା। ତ ପାଇବାରେ ଯେଭଳି ଆନନ୍ଦ ଅନୁଭବ ସୃଷ୍ଟି ହୋଇଥାଏ ସେହିପରି ହଜାଇବାରେ ମଣିଷର ଲାଭ କରେ ପରମ ଦୁଃଖ ହୋଇଥାଏ। ଯେତେବେଳେ ମଣିଷ ହଜାଇ ଦେଇଥାଏ ସେତେବେଳେ ସେ ଦୁଃଖ ଅନୁଭବ କରେ ଏବଂ ଯେତେବେଳେ ପାଇଥାଏ ସେତେବେଳେ ସେ କ'ଣ ସୁଖ ଅନୁଭବ କରିଥାଏ। ଯଦି ମଣିଷ ନିଜ ଜୀବନରେ ପରମ ସମ୍ପଦ ହଜାଇ ଦେଇଥାଏ ତାହେଲେ ତାର ମନ ଭିତରେ ଦୁଃଖର ସୀମା ରହେ ନାହିଁ। ତ ସେ ବିଚଳିତ ହୋଇଥାଏ ହଜାଇଥିବା ଦ୍ରବ୍ୟକୁ ଖୋଜି ଖୋଜି ସେ ନୟାନ୍ତ ହୋଇଥାଏ ଏବଂ ଏହି ଜୀବନରେ ସାହିତ୍ୟ ରଖିବା ଅମୂଲ୍ୟ ସମ୍ପଦକୁ ହଜାଇ ଦିଏ ତାହେଲେ ସେ ଦୁଃଖ ଓ ସୁଖରେ ବା ଶୋକରେ ସମ୍ପୂର୍ଣ୍ଣ ଭାବରେ ଅଧୀର ହୋଇଯାଇଥାଏ ଏବଂ ଧୈର୍ଯ୍ୟ ହରାଇ ହୋଇଥାଏ। ତାକୁ ସେ ତାର ଜୀବନର ସବୁଠାରୁ ବଡ଼ ଦୁଃଖ ଭାବରେ ମନେ କରିଥାଏ। କାହିଁକି ହଜାଇଲି ବୋଲି ସେ ଆପଣଙ୍କୁ ଭର୍ତ୍ସନା କରିଦେଇଥାଏ ଆପଣାର ଅପାରଗତାକୁ ନିନ୍ଦା କରିଥାଏ ଏବଂ ମନ ଦୁଃଖରେ କ'ଣ କଳାପିତ କରିଥାଏ। ମାନେ ଯେତେବେଳେ ମଣିଷ କିଛି ହଜାଇଥାଏ ତାହେଲେ ଆପଣା ଦୁଃଖକୁ ସେ କ'ଣ ନିନ୍ଦା କରିଥାଏ ଏବଂ ସେ ଭାବିଥାଏ ଯେ ପ୍ରକୃତରେ ସେ ହେଉଛନ୍ତି ଅଭିଶପ୍ତ ବ୍ୟକ୍ତି। କୌଣସି ଜନ୍ମରେ ସେ ଭଗବାନଙ୍କର ଅଭିଶାପ ପାଇଥିବା ଯୋଗୁଁ ସେ ହୁଏତ ଏମିତି ଶାସ୍ତି ପାଇଛି। ସେ ଭାବୁଛି ଯେ ଆକ୍ଚୁଆଲି ପ୍ରକୃତିରେ ସେ ହେଉଛନ୍ତି ଅଭିଶାପ୍ତ ବ୍ୟକ୍ତି ହେଲା। ଯେତେବେଳେ ସେ ହଜାଇଥାଏ ନିଜକୁ କଷ୍ଟ ପାଇଥାଏ ସେ ଭାବୁଛି ଯେ କୌଣସି ଜନ୍ମରେ ସେ ଭଗବାନଙ୍କର ଅଭିଶାପ ପାଇଥିବାର ଯୋଗୁଁ ହୁଏତ ଏମିତି ହୋଇଥାଏ ମଧ୍ୟ ବୋଲି ସେ ଭାବୁଛି। ତ ଜୀବନରେ ତାର ଦୁର୍ବିଷ ହୋଇଥାଏ ହେଲା। ଦୁର୍ବିଷ ମାନେ କଷ୍ଟ ଦୁଃଖ ଅନୁଭବ ଏଭଳିଆ ସେ ଚିନ୍ତା କରିଥାଏ। ତ କବି ଉକ୍ତ ଉଭୟର ଅନୁଭୂତିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରୁଥିବା ବ୍ୟକ୍ତିକୁ ଗଭୀର ଭାବରେ ଅନୁଧ୍ୟାନ କରୁଛନ୍ତି ବା ଆପଣାର ବ୍ୟକ୍ତିଗତ ଜୀବନର ଅନୁଭବକୁ ତନ୍ନ ଭାବରେ ପର୍ଯ୍ୟାଲୋଚନା କରିଛନ୍ତି। କହିଛନ୍ତି ଯେ ପ୍ରକୃତରେ ସେମାନେ ହେଉଛନ୍ତି ସଂସାରରେ ଧନବାନ ବ୍ୟକ୍ତି ଯେଉଁମାନେ ଜୀବନରେ କିଛି ହଜାଇଛନ୍ତି। ଦେଖ ମଣିଷ ଜୀବନରେ ଯଦି କିଛି ହଜାଇ ନାହାନ୍ତି ତାହେଲେ ସେମାନେ ମଣିଷ ନୁହନ୍ତି। ସେମାନେ ହେଉଛନ୍ତି ମାନେ କ'ଣ ଗରିବ ବ୍ୟକ୍ତି ବୋଲି କୁହାଯାଉଛି। ଆଉ ଯେଉଁମାନେ ଯଦି ହଜାଇଛନ୍ତି ହେଲା ମାନେ ଯାହା ବି ଯଦି ମଣିଷ ଜୀବନରେ କଷ୍ଟ ଦୁଃଖ ଆସୁଛି ତାହେଲେ ସେମାନେ ହେଉଛନ୍ତି କ'ଣ କୁହାଯାଇଛି ଯେଉଁମାନେ ଜୀବନରେ କିଛି ହଜାଇ ନାହାନ୍ତି ସେମାନେ ହେଉଛନ୍ତି ତୁଚ୍ଛ ନଗଣ୍ୟ। ମାନେ ଯେଉଁମାନେ ହଜାଇ ନାହାନ୍ତି ହେଲା କଷ୍ଟ ଦୁଃଖ ପାଉନାହାନ୍ତି ତାହେଲେ ସେମାନେ କିଛି କାମରେ ନାହିଁ ବା ସେମାନେ ତୁଚ୍ଛ ନଗଣ୍ୟ ବୋଲି ଏଠାରେ କୁହାଯାଇଛି। ତ ସେମାନେ ହେଉଛନ୍ତି ସଂସାରର ଦରିଦ୍ର ବ୍ୟକ୍ତି ଆଉ ସେମାନଙ୍କୁ ସଂସାରର ଦରିଦ୍ର ବ୍ୟକ୍ତି ବୋଲି କୁହାଯାଉଛି। ତ ସଂସାରରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଆପଣଙ୍କର ମୂଲ୍ୟବାନ ରତ୍ନକୁ ହଜାଇ ଦେଇ ତାକୁ ବିସ୍ମୃତ ଯାଆନ୍ତି। ତ ସମୟ ଗଡ଼ିବା ସଙ୍ଗେ ସଙ୍ଗେ ସେ ସମ୍ପର୍କରେ କିଛି ବି ମନେ ସୁଦ୍ଧା ରହେ ନାହିଁ। ତ କବିଙ୍କ ଉପଲବ୍ଧ ତ ପରବର୍ତ୍ତୀ ଦେଖନ୍ତୁ କବିଙ୍କ ଉପଲବ୍ଧରେ ଏହିଭଳି ବ୍ୟକ୍ତି ହେଉଛନ୍ତି ଏହି ସଂସାରର ଦରିଦ୍ର ବ୍ୟକ୍ତି। କାରଣ ଦେଇଥିବା ଦ୍ରବ୍ୟ ଭିତରେ ସେମାନେ ଅନୁଭୂତ କରୁନାହାନ୍ତି। ଜୀବନରେ ଦାରୁଣ
विच्छेद को जो मानकर भितर आपणार द्रव्य प्रतिमान कौन हाँ प्रति ममता न थाई से द्रव्य बा वस्तु को हरई दे आनंद रे जीवन यापन करथांती है आउ कहुच्छे मनुष्य संसार अनेक व्यक्ति रही था जो मैंने अन्यर दया बा बरुणार पात्र हो विस्मरी जाइछंती एवं संसार हूँ एक विचित्र भूमि तो क्यों मनीष क्यों समय क्यों प्रकार दुख भोग करिवो हैला दुख भोग करिवो बा क्यों व्यक्ति को क्यों समय साहाय्य करिवो बा दुख पाइबा एवं अन्य मनुष्य सहित सम दुखी होई तार उपकार करिबा मनुष्य जीवन स्वाभाविक प्रक्रिया तो अनेक मनुष्यों ठारू साहाय्य पाई थांती सत किंतु मात्र अनेक समय ताको विस्मरी जाइछांती सेमानको ठारू बलि आउ शैतान को व्यक्ति ए संसार मध्य कहीं नांती तेणु सेही भली व्यक्ति को संसार कृतज्ञ व्यक्ति भाव में ग्रहण कर कवि भाषा से व्यक्ति होती संसार रे दरिद्रतम व्यक्ति कुशित व्यक्ति से व्यक्ति को संसार में कहीं भल पाती ना बोली कहुई तो परवर्ती क्लास रे सॉरी परवर्ती कहुई संसार रे अनेक व्यक्ति अच्छा अनेक व्यक्ति अच्छा जो मैंने अपर प्रेम को कौन आपणार हृदय मध्य रखी गोटे प्रेम पूर्ण जीवन यापन करते अपर को स्नेह प्रदान करती प्रेमर बंधन भितर बांधि रखी जीवन समस्त प्रकार स्नेह प्रदान करती अपर को तो आपणार प्रेम द्वारा समग्र जगत को बांधि रखी था से सते जेपरि आपणार शोक बा दुखर बा सुख दुखर असीम अंतिम अनंत अनंत समुद्र भितर भासी जाइथिले मोद निजर हृदय रे कौन निज हृदय मर्म वेदना को प्रदीप भली जाली समग्र जगत को आलोकित करते अन्यर जीवन को महार्ष करते होती प्रकृति कौन संसार सब धनी बोली कहुई से समग्र जीवन गोटे असरती शिवरात्रि सदृश एवं देवदेव महादेव निकट जागर जाली उजागर है जागर जाली उजागर रहिबा भली से प्रेमर प्रदीप जाली उजागर रहती ए संसार बोली कहुई तो से बोली महाधनी संसार रे कहीं ना तो एठार कहुई जो मैंने जो मैंने जदि कहुई कौन जो मैंने जदि राति उजागर माने जगत कष्ट दुख ता सहित अनेक प्रकार से शोई पार्टी से होती कौन राति उजागर जागी रोच जोटा कि कहुई शिवरात्रि है कहुई कौन महादेव निकट जागर जाली उजागर से समग्र जीवन तो कहते जो मैंने जदि प्रकृति में संसार सब धनी है तो आलोकित करते कहुए कौन माने हृदय जो मैंने निजर हृदय मर्मवेदन को प्रदीप भली जाली समग्र जगत को से आलोकित करते से प्रकृति में धनी बोली कहुई है तो परवर्ती देखो लास्ट रोचे से भली संसार में सर्वोत्तम धनी होती साक्षात महाप्रभु परमेश्वर बोली कहुई बुझीपारे तो नेक्स्ट कहुच्छे तांकर निकट ना धन संपत्ति ना मूल्यवान रत्न हीरा नीलामती माणिक्य मात्र तांकर पाखर रही असरती करुणार धन दयार संपत्ति आप विशाल राहुल से आच्छन्न कर रखिंट समग्र जगत को समग्र संसार को से आच्छन्न कर रखिंट जी ताकू जहाँ मागिले कौन आचिरे से ताकू लाभ करुचे तो तांको महिमा अपराध तांकर करुणा असरती तांकर पाखरे दया पाई करुणा एवं लाभपूर्वक मनुष्य निजक भाग्यवान मन करते निजक सौभाग्य बोली मन करते तेणु से होती संसार विश्व ब्रह्मांड सब कौन परम श्रेष्ठ धनी बोली कहुई ऊर्ध्वर आउ कौन शक्ति ना तेणु से कवि परिशेष से परम कारुणिक परमेश्वर आपणार करुणा को स्मरण पूर्वक आपणार कविता परिसमस्त कर कौन विच्छेद कवि विच्छेद बसंत गाथार लंकोश्चिन आसे तो तार मूल्यांकन आलोचना कर तो आप मैंने ये लिखे है विच्छेद मैंने कौन बिगड़ी जावा तो एमती लिखे तो आज ये था आशा कर वीडियो भल लगे जब वीडियो भल लगे समस्त लाइक करेंगे चैनल को चैनल को सब्सक्राइब करेंगे आगे को गोटे नुआ वीडियो नेक्स्ट वीडियो देखा धन्यवाद।